ब्रो सरस सरस रही स्टे 15-20 मिनिट ଲାଗିବ ବୋଧେ ଫର୍ମାଲିଟିଜ୍ ସବୁ କରିବା ପାଇଁ ଏବଂ ଚାଲିଛି ସେଠି ଭିତରେ ସବୁ ପର୍ଯ୍ୟନ୍ତ ଯାହା ଖବର ଅଛି ଯେ ଏଇଠୁ ବାହାରି ସାରିଲା ପରେ ଷ୍ଟାଡିୟମ୍ ମୁଁ ଯେତିକି ବର୍ତ୍ତମାନ ଆମେ ପ୍ରଫେସରଙ୍କ ଷ୍ଟାଡିୟମକୁ ଯିବେ କଟକ ଷ୍ଟାଡିୟମ ଏବଂ ସେଠୁ ତାଙ୍କ ଘରକୁ ଯିବେ ଏବଂ ତାପରେ ପୁରୀ ଯିବେ ଆଜ୍ଞା ଆଜ୍ଞା ବର୍ତ୍ତମାନ ଇନଫର୍ମ କରାହେବ ଅଫିସିଆଲ ଅପଡେଟ୍ ଆସିବ ଆପଣଙ୍କୁ ଆଉ କିଛି ସମୟ ପରେ ମିଳିଯିବ ସବୁ ହଁ ହେବ ବୋଲି ବର୍ତ୍ତମାନ ପର୍ଯ୍ୟନ୍ତ ମୁଁ ଜାଣିକି ଆସିଲି ବଟ୍ ଆଗକୁ ଆପଣମାନେ ଅପଡେଟ୍ ପାଇପାରିବେ ଆଜ୍ଞା ନାଇଁ ମୁଁ ଆଜ୍ଞା ମୁଁ କରିନାହିଁ କିନ୍ତୁ ମୁଁ ଦର୍ଶନ କରିକି ଆସିଛି ଆଗକୁ ଆପଣଙ୍କୁ ସବୁ ଅପଡେଟ୍ ମିଳିବ ଥ୍ୟାଙ୍କ ୟୁ ସୋ ମଚ୍ ଥ୍ୟାଙ୍କ ୟୁ ଅଛନ୍ତି ତାଙ୍କ ମା ଅଛନ୍ତି शिव ब्रो सरस सरस रही स्टे 15-20 ମିନିଟ୍ ଲାଗିବ ବୋଧେ ଫର୍ମାଲିଟିଜ୍ ସବୁ କରିବା ପାଇଁ ଏବଂ ଚାଲିଛି ସେଠି ଭିତରେ ସବୁ ପର୍ଯ୍ୟନ୍ତ ଯାହା ଖବର ଅଛି ଯେ ଏଇଠୁ ବାହାରି ସାରିଲା ପରେ ଷ୍ଟାଡିୟମ୍ ମୁଁ ଯେତିକି ବର୍ତ୍ତମାନ ଆମେ ପ୍ରଫେସରଙ୍କ ଷ୍ଟାଡିୟମକୁ ଯିବେ କଟକ ଷ୍ଟାଡିୟମ ଏବଂ ସେଠୁ ତାଙ୍କ ଘରକୁ ଯିବେ ଏବଂ ତାପରେ ପୁରୀ ଯିବେ ଆଜ୍ଞା ଆଜ୍ଞା ବର୍ତ୍ତମାନ ଇନଫର୍ମ କରାହେବ ଅଫିସିଆଲ ଅପଡେଟ୍ ଆସିବ ଆପଣଙ୍କୁ ଆଉ କିଛି ସମୟ ପରେ ମିଳିଯିବ ସବୁ ହଁ ହେବ ବୋଲି ବର୍ତ୍ତମାନ ପର୍ଯ୍ୟନ୍ତ ମୁଁ ଜାଣିକି ଆସିଲି ବଟ୍ ଆଗକୁ ଆପଣମାନେ ଅପଡେଟ୍ ପାଇପାରିବେ ଆଜ୍ଞା ନାଇଁ ମୁଁ ଆଜ୍ଞା ମୁଁ କରିନାହିଁ କିନ୍ତୁ ମୁଁ ଦର୍ଶନ କରିକି ଆସିଛି ଆଗକୁ ଆପଣଙ୍କୁ ସବୁ ଅପଡେଟ୍ ମିଳିବ ଥ୍ୟାଙ୍କ ୟୁ ସୋ ମଚ୍ ଥ୍ୟାଙ୍କ ୟୁ ଅଛନ୍ତି ତାଙ୍କ ମା ଅଛନ୍ତି शिव ब्रो सरस सरस रही स्टे 15-20 ମିନିଟ୍ ଲାଗିବ ବୋଧେ ଫର୍ମାଲିଟିଜ୍ ସବୁ କରିବା ପାଇଁ ଏବଂ ଚାଲିଛି ସେଠି ଭିତରେ ସବୁ ପର୍ଯ୍ୟନ୍ତ ଯାହା ଖବର ଅଛି ଯେ ଏଇଠୁ ବାହାରି ସାରିଲା ପରେ ଷ୍ଟାଡିୟମ୍ ମୁଁ ଯେତିକି ବର୍ତ୍ତମାନ ଆମେ ପ୍ରଫେସରଙ୍କ ଷ୍ଟାଡିୟମକୁ ଯିବେ କଟକ ଷ୍ଟାଡିୟମ ଏବଂ ସେଠୁ ତାଙ୍କ ଘରକୁ ଯିବେ ଏବଂ ତାପରେ ପୁରୀ ଯିବେ ଆଜ୍ଞା ଆଜ୍ଞା ବର୍ତ୍ତମାନ ଇନଫର୍ମ କରାହେବ ଅଫିସିଆଲ ଅପଡେଟ୍ ଆସିବ ଆପଣଙ୍କୁ ଆଉ କିଛି ସମୟ ପରେ ମିଳିଯିବ ସବୁ ହଁ ହେବ ବୋଲି ବର୍ତ୍ତମାନ ପର୍ଯ୍ୟନ୍ତ ମୁଁ ଜାଣିକି ଆସିଲି ବଟ୍ ଆଗକୁ ଆପଣମାନେ ଅପଡେଟ୍ ପାଇପାରିବେ ଆଜ୍ଞା ନାଇଁ ମୁଁ ଆଜ୍ଞା ମୁଁ କରିନାହିଁ କିନ୍ତୁ ମୁଁ ଦର୍ଶନ କରିକି ଆସିଛି ଆଗକୁ ଆପଣଙ୍କୁ ସବୁ ଅପଡେଟ୍ ମିଳିବ ଥ୍ୟାଙ୍କ ୟୁ ସୋ ମଚ୍ ଥ୍ୟାଙ୍କ ୟୁ ଅଛନ୍ତି ତାଙ୍କ ମା ଅଛନ୍ତି शिव